ଦେଖନ୍ତୁ ଏ ଡ୍ରମ୍ ଗୁଡ଼ିକ ଦେଖନ୍ତୁ ଏଥିରେ ମଧ୍ୟ ଆମର ବିଭିନ୍ନ ପ୍ରକାର ଜୈବିକ ପଦ୍ଧତିରେ ପ୍ଲାଣ୍ଟ ପ୍ରୋଟେକ୍ସନ୍ ତଥା ଗଛ ପାଇଁ ଖାଦ୍ୟ ଗଛର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଔଷଧ ତିଆରି ହୋଇଛି। এই ଯେଉଁ ଗୋଟି ଗୋଟିକିଆ ଡ୍ରମ୍ ଦେଖିଲେ ସେଥିରେ ଆମେ ଏକ ପ୍ରକାର ଜୈବିକ ୟୁରିଆ ତିଆରି କରିଛୁ। এই ଯେଉଁ ଗଛ ଗୁଡ଼ିକ ଦେଖୁଛନ୍ତି এই ଗଛ ହେଉଛି ଗ୍ଲାରିସିଡ଼ିଆ। ଆପଣଙ୍କ ଏରିଆରେ କ'ଣ କୁହନ୍ତି ଆମେ ଅବଶ୍ୟ ଜାଣିନାହୁଁ, କିନ୍ତୁ ଏହାକୁ ଆମେ ଗ୍ଲାରିସିଡ଼ିଆ ନାମରେ ଜାଣିଛୁ। ତେଣୁ এই ଗ୍ଲାରିସିଡ଼ିଆ ଗଛଟି ଯେଉଁଠି ଦେଖିବେ ରାସ୍ତା ସାଇଡ଼୍ରେ ହୋଇଥିବ ଏବଂ କେନାଲ କୂଳ ନଦୀ ଠାରେ ବହୁତ ପରିମାଣରେ এই ଗଛ ଗୁଡ଼ିକ ଥାଏ। এই ଗଛର ବହୁତ ଉପକାର ଥାଏ। এই ଗଛର ପତ୍ର এই ଗଛର ଫୁଲ ଗୁଡ଼ିକ ଦେଖିଲେ ହଳଦିଆ ହଳଦିଆ ଦେଖାଯାଉଛି ଏବଂ ପତ୍ରର ସବୁଜ ରଙ୍ଗ ଏବଂ এই ପତ୍ର ବହୁତ ନରମ। ତେଣୁ এই ପତ୍ରକୁ ଆମେ ବ୍ୟବହାର କରି ତରଳ ବା ତରଳ ଜୈବିକ ୟୁରିଆ ପ୍ରସ୍ତୁତ କରିଅଛୁ। ଏହାକୁ କେମିତି କରିବା ନା 1 ଏକର ଜମି ପାଇଁ এই ପତ୍ରକୁ 10 କିଲୋ, ଏହା ସହିତ ଦେଶୀ ଗୋମୂତ୍ର 10 ଲିଟର ଏବଂ ଗୋବର 5 କିଲୋ ଦେଇ ଏହାକୁ ଆମେ 7 ଦିନ ପର୍ଯ୍ୟନ୍ତ ପଚାଣି ଦେବା ବଡ଼ ଡ୍ରମରେ। ଏହାକୁ ଘଣ୍ଟା ଆକାରରେ ପ୍ରତ୍ୟେକ ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତ ପରେ ଏବଂ ସୂର୍ଯ୍ୟ ଉଦୟ ପରେ ଆମେ ଏହାକୁ ଘାଣ୍ଟିବା। ଏହାକୁ ଘାଣ୍ଟିବା ଦ୍ୱାରା ଏହା ଶୀଘ୍ର ସଡ଼ିବ ଏବଂ ଏହା ସଡ଼ିଗଲା ପରେ ଏହାକୁ ଧାନ କିଆରିରେ ଆମେ ପାଣି ମଡ଼ାଇବା ସମୟରେ ଢାଳିପାରିବା। କୌଣସି ପରିବା ଚାଷରେ ମଧ୍ୟ ପାଣି ମଡ଼ାଇବା ସମୟରେ ଢାଳିପାରିବା, କିମ୍ବା ଯଦି କୌଣସି ଧାନ କିଆରିରେ ପାଣି ଅଧିକ ଥାଏ ତେଣୁ ପାଣିର ଦରକାର ନଥାଏ, ତେଣୁ ସେହି କିଆରିରେ ଆମେ ବାଲ୍ଟିରେ ନେଇ ଏହାକୁ ମଗରେ ଚାରିଆଡ଼ିକି ଛିଞ୍ଚି ଦେଇପାରିବା। ଏହାକୁ ମଧ୍ୟ ଆମେ ଛାଣି ସ୍ପ୍ରେୟରରେ ମଧ୍ୟ ଆମେ ସ୍ପ୍ରେ କରିପାରିବା, ଗଛ ଉପରେ ସ୍ପ୍ରେ କରିପାରିବା ଏବଂ ପରିବା ଚାଷରେ ଗଛ ମୂଳରେ ମଧ୍ୟ ଦେଲେ ଆମର ଜମିରେ ଥିବା ଫସଲର ଧାନ ହେଉ କି ପରିବା ଚାଷ ହେଉ ନାଇଟ୍ରୋଜେନର ଅଭାବ ରହିବ ନାହିଁ। ତେଣୁ ଏହାକୁ ଆମେ ଜୈବିକ ତରଳ ୟୁରିଆ ଭାବରେ ଜାଣୁଛୁ। ତେଣୁ ଆପଣମାନେ ଏହି ଗଛର ପତ୍ରକୁ ନେଇ ତିଆରି କରନ୍ତୁ। ନମସ୍କାର, ମୁଁ ଧନଞ୍ଜୟ ନାୟକ, ନମସ୍କାର।